ଆଖଣ୍ଡଳମଣି ପୀଠରେ ଆରମ୍ଭ ହେଲା ବୈଶାଖୀ ବ୍ରତ। ମାସ ତମାମ ବାବାଙ୍କ ପାଖରେ ଚାଲିବ ଶୀତଳ ଉପଚାର ନୀତି। ପଞ୍ଚାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବାବାମଣି। ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ। ଆଜିଠାରୁ ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଆରମ୍ଭ ହୋଇଛି ବୈଶାଖୀ ବ୍ରତ। ଏହି ବୈଶାଖ ମାସ ତମାମ ବାବା ଆଖଣ୍ଡଳମଣିଙ୍କ ପାଖରେ ଅନୁଷ୍ଠିତ ହେବ। ଏହି ବୈଶାଖ ମାସ ତମାମ ବାବା ଆଖଣ୍ଡଳମଣିଙ୍କ ପାଖରେ ଅନୁଷ୍ଠିତ ହେବ ଶୀତଳ ଉପଚାର ନୀତି ସହ ସ୍ୱତନ୍ତ୍ର ନୀତିକାନ୍ତି। ମାସ ତମାମ ଗୋପାଳ ଭକ୍ତମାନେ ପିତ୍ତଳ ଗରାରେ ବୈତରଣୀ, ସାଳନ୍ଦୀ ସମେତ ବିଭିନ୍ନ ନଦୀରୁ ଜଳ ଆଣି ବାବାଙ୍କୁ କରିବେ ଜଳ ଲାଗି। ଆଜି ବୈଶାଖ ମାସର ପ୍ରଥମ ଦିନ ଥିବାରୁ ସକାଳୁ ସକାଳୁ ଗୋପାଳ ଭକ୍ତଙ୍କ ସହ ସାଧାରଣ ଭକ୍ତଙ୍କ ଭିଡ଼ ଜମିଛି ପୀଠରେ। ଗୋପାଳ ଭକ୍ତମାନେ ଲାଇନରେ ଆସି ବାବାଙ୍କୁ କରୁଛନ୍ତି ଜଳ ଲାଗି। ଭକ୍ତଙ୍କର ବିଶ୍ୱାସ ଏହି ଧର୍ମ ମାସରେ ବାବାମଣିଙ୍କୁ ଜଳାଭିଷେକ କଲେ ମନସ୍କାମନା ପୂରଣ ହୋଇଥାଏ। ତେଣୁ ମାସ ତମାମ ହଜାର ହଜାର ଗୋପାଳ ଭକ୍ତମାନଙ୍କ ଭିଡ଼ ଜମିଥାଏ ଆରଡ଼ିରେ। ଏହି ମାସ ତମାମ ବାବାମଣି ଭକ୍ତଙ୍କୁ ପଞ୍ଚାନନ ବେଶରେ ଦର୍ଶନ ଦେବେ। ତେବେ ଆଜି ପଣା ସଂକ୍ରାନ୍ତି ପାଇଁ ଭୋର 4 ଘଟିକାରେ ମନ୍ଦିର ପହୁଡ଼ ଖୋଲିଥିଲା। ପ୍ରଥମେ ମଙ୍ଗଳ ଆରତୀ ପରେ ବେଲପଣାରେ ବାବାଙ୍କୁ ମହାସ୍ନାନ କରାଯାଇଥିଲା। ଏବେ ସ୍ୱତନ୍ତ୍ର ନୀତିକାନ୍ତି ସହ ଭକ୍ତଙ୍କ ଉଦ୍ଦେଶ୍ୟରେ ଚାଲିଛି ସାହାଣ ମେଲା। ବ୍ୟୁରୋ ରିପୋର୍ଟ, ଜନତା ଏକ୍ସପ୍ରେସ।